ଭର୍ସେସ୍ ପେଚା ତାଙ୍କ ମଧ୍ୟରେ ଲଢ଼େଇ ଲାଗିଥିଲା। ମେଘବର୍ଣ୍ଣ ସ୍ଥିରଜୀବୀଙ୍କୁ ପଚାରିଲେ, ମହାଶୟ, କୁଆ ଏବଂ ପେଚାମାନଙ୍କର ମଧ୍ୟରେ ଏପରି ଶତ୍ରୁତା ହେଲା କାହିଁକି? ସ୍ଥିରଜୀବୀ ଏହି ସମ୍ପର୍କରେ ମେଘବର୍ଣ୍ଣଙ୍କୁ ଏକ କାହାଣୀ କହିବାକୁ ଆରମ୍ଭ କଲେ। ବହୁ ପୁରା କାଳର କଥା। ଗୋଟିଏ ଜଙ୍ଗଲରେ ବାସ କରୁଥିବା ହଂସ, ଶୁଆ, ବଗ, କୋଇଲି, ପେଚା, ମୟୂର, ପାରା, କୁକୁଡ଼ା, କପୋତ ପ୍ରଭୃତି ପକ୍ଷୀମାନେ ଏକ ସଭା କଲେ। ସେମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଲା। ସେମାନଙ୍କ ମଧ୍ୟରୁ ଜଣେ କହିଲା, ଗରୁଡ଼ ହେଉଛନ୍ତି ଆମ୍ଭମାନଙ୍କର ରାଜା। କିନ୍ତୁ ସେ ଯେଉଁ ଦିନଠାରୁ ଭଗବାନଙ୍କର ବାହନ ରୂପେ ନିଯୁକ୍ତି ହେଲେ, ସେହି ଦିନଠାରୁ ସେ ଆମ୍ଭମାନଙ୍କର ଅଭାବ ଅସୁବିଧା କଥା ବୁଝିପାରୁନାହାନ୍ତି। କୁହାଯାଇଛି, ବିଦ୍ୟାଦାନ ନ କରୁଥିବା ଗୁରୁ, କର୍ମକାଣ୍ଡ ଜାଣିନଥିବା ବ୍ରାହ୍ମଣ ପୁରୋହିତ, କର୍କଶ ବଚନ କହୁଥିବା ପତ୍ନୀ, ପ୍ରଜାମାନଙ୍କର ରକ୍ଷଣାବେକ୍ଷଣ କରୁନଥିବା ରାଜାଙ୍କୁ ତ୍ୟାଗ କରିବା ଉଚିତ। ତେଣୁ ଆମ୍ଭମାନଙ୍କୁ ଏ ସମ୍ପର୍କରେ ଚିନ୍ତା କରି ଏକ ନୂତନ ରାଜାଙ୍କୁ ନିଯୁକ୍ତ କରିବାକୁ ପଡ଼ିବ। ଏହି କଥା ଶୁଣି ପୁଣି ପକ୍ଷୀମାନେ ପରସ୍ପର ମୁହଁ ଚାହାଁ ଚାହିଁ ହେଲେ। ସେମାନଙ୍କ ମନରେ ଏକ ଚିନ୍ତା ପଶିଲା, କିଏ ହେବ ସେମାନଙ୍କର ରାଜା? ଶେଷରେ ସମସ୍ତେ ମନସ୍ଥ କଲେ, ପେଚା ମହାଶୟଙ୍କୁ ରାଜା ରୂପେ ନିଯୁକ୍ତି କରିବା। ଶେଷରେ ପକ୍ଷୀମାନେ ପେଚା ମହାରାଜାକୁ ସିଂହାସନରେ ଆରୋହଣ କରିବା ପାଇଁ ଏକ ଆୟୋଜନରେ ଲାଗି ପଡ଼ିଲେ। ସିଂହାସନଟି ସୁନ୍ଦର ରୂପେ ସଜାଯାଇଥିଲା। ଏକ ବାଘ ଛାଲ ସିଂହାସନ ଉପରେ ପଡ଼ିଥିଲା। ପକ୍ଷୀମାନେ ଭିନ୍ନ ଭିନ୍ନ ପ୍ରକାରର ବାଦ୍ୟ ବଜାଇବାରେ ଲାଗି ପଡ଼ିଲେ। ଠିକ୍ ଏହି ସମୟରେ କୁଆ ଆସି ସେଠାରେ ପହଞ୍ଚିଗଲା ଏବଂ କହିଲା, କ'ଣ ପାଇଁ ଏଠାରେ ସମସ୍ତେ ଏକଜୁଟ ହୋଇଛ? ସମସ୍ତେ ମଧ୍ୟ ଖୁସି ଥିଲା ପରି ଜଣାପଡ଼ୁଛ। କ'ଣ ହୋଇଛି ମୋତେ କୁହ। ଏହାପରେ ଜଣେ ପକ୍ଷୀ ବାହାରି ପଡ଼ି କହିଲା, ଆମ୍ଭମାନଙ୍କର କେହି ସର୍ବମୟ କର୍ତ୍ତା ନଥିଲେ। ତେଣୁ ଆମ୍ଭେମାନେ ସମସ୍ତେ ପେଚା ମହାଶୟଙ୍କୁ ଆମର ରାଜା ରୂପେ ନିର୍ବାଚିତ କଲୁ। ତେଣୁ ତୁମେ ଯଥାଶୀଘ୍ର ତୁମର ମତାମତ ପ୍ରଦାନ କର। କୁଆ ନିଜର ମତାମତ ପ୍ରଦାନ କରିବାକୁ ଯାଇ କହିଲା, ମୁଁ ତୁମ୍ଭମାନଙ୍କ ସହିତ ଏକମତ ନୁହେଁ। ତୁମ୍ଭେମାନେ କିପରି ଏକ ଅସୁନ୍ଦର ଏବଂ ଦୀନାନ୍ଧ ପକ୍ଷୀକୁ ରାଜା ରୂପେ ନିର୍ବାଚନ କଲ? ଆମ୍ଭମାନଙ୍କ ମଧ୍ୟରେ ମୟୂର, କୋଇଲି, ହଂସ, ସାରସ, ପାରା ଇତ୍ୟାଦି ସୁନ୍ଦର ପକ୍ଷୀମାନେ ଥାଉ ଥାଉ ତୁମ୍ଭେମାନେ କିପରି ଏହି କାର୍ଯ୍ୟ କଲ? ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ମୁଁ ତୁମ୍ଭମାନଙ୍କର ଏହି କାର୍ଯ୍ୟରେ ଏକମତ ନୁହେଁ। ତାର ଆଖି ଯୋଡ଼ିକ ଉଚ୍ଚ ଏବଂ ନାକଟି ବଙ୍କା। ଯେତେବେଳେ ସେ ରାଗିଯିବ, ପ୍ରକୃତରେ ସେ ଭୟଙ୍କର ଦେଖାଯିବ। ଗରୁଡ଼ଙ୍କ ପରି ରାଜା ଥାଉ ଥାଉ ଏହି ଅସୁନ୍ଦର ପକ୍ଷୀଟିକୁ ରାଜା କରି ଭୁଲ କର ନାହିଁ। ଜଣେ ରାଜା ଅଛନ୍ତି, ତାଙ୍କ ଉପସ୍ଥିତିରେ ଅନ୍ୟ ଜଣକୁ ରାଜା ରୂପେ ବାଛ ନାହିଁ। ଗରୁଡ଼ଙ୍କ ନାମ ଶୁଣିବା ମାତ୍ରକେ ଆମ୍ଭମାନଙ୍କର ଶତ୍ରୁ ମଧ୍ୟ ଭୟଭୀତ ହୋଇପଡ଼େ। ଏହା କହି କୁଆ ଏକ କାହାଣୀ କହିବାକୁ ଆରମ୍ଭ କଲା, ଯାହା ଫଳରେ କି ପେଚା ଆଉ ରାଜା ହୋଇପାରିଲା ନାହିଁ। ସେମାନଙ୍କ ଭିତରେ ସବୁବେଳେ ଘମାଘୋଟ ଲଢ଼େଇ ଲାଗିଲା। ଯେହେତୁ କାଉ ପାଇଁକି ପେଚା ଆଉ ରାଜା ହୋଇପାରିଲା ନାହିଁ। କାହାଣୀଟି ଏତିକି, ମୋ ଗପ ପଢ଼ି ସେତିକି। ଆପଣମାନଙ୍କୁ ଷ୍ଟୋରିଟି କିପରି ଲାଗିଲା କମେଣ୍ଟ କରି କହିବେ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଧନ୍ୟବାଦ।